ମୋ ନା ଅମର ପ୍ରସାଦ ସାହୁ। ମୁଁ ଏଠି ଢେଙ୍କାନାଳରେ ରହୁଛି କିନ୍ତୁ ଆମର ଘରଟା ଆକ୍ଚୁଆଲି ଯାଜପୁର। ମୁଁ ଏଠି 4 ବର୍ଷ ହେଲାଣି ରହୁଛି, ରେଲୱେରେ ଜବ୍ କରୁଛି। ଆଉ ମାଆକୁ ନେଇକି ଏ ବର୍ଷ ଆସିଛି। ଏ ବର୍ଷ ତ ବହୁତ ବଢିଆ ହେଇଛି, ପାଖାପାଖି 35ରୁ 40ଟା ମେଢ ଢେଙ୍କାନାଳ ସହରରେ ହେଇଛି। ଆଉ ଆପଣ ତ ଜାଣିଛନ୍ତି ଢେଙ୍କାନାଳ ସହର ପ୍ରାୟ ଗଜଲକ୍ଷ୍ମୀ ପୂଜା ପାଇଁ ବହୁତ ପ୍ରସିଦ୍ଧ। ଓଡ଼ିଶାରେ ତାର ବହୁତ ନାଁ ଅଛି, ଆଉ ବହୁତ ଚିତ୍ତାକର୍ଷକ ମେଢ ସବୁ ହେଇଛି, ଆଉ ତୋରଣ ବି ସବୁ ବହୁତ ବଢିଆ ହେଇଛି। ଆଉ ଆର ବର୍ଷ ଯୋଉ ବାତ୍ୟାର ଭୟ ଥିଲା, ଏ ବର୍ଷ ଯାହା ଭଗବାନଙ୍କ ଆଶୀର୍ବାଦରେ ବାତ୍ୟାର ଭୟ କିଛି ନାହିଁ। ଆଉ ଲୋକମାନେ ସବୁ ବହୁତ ଏନ୍ଜୟ କରୁଛନ୍ତି, ଆଉ ବହୁତ ସବୁ ଦୋକାନ ବଜାର ଷ୍ଟଲ ଆଉ ଓଡ଼ିଶାର ସବୁ କାରୁକାର୍ଯ୍ୟ ଜିନିଷ ସବୁ ପଡିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପାଖାପାଖି ଆପଣଙ୍କର କଟକ ଭୁବନେଶ୍ୱରରୁ ଯିଏ ଯୋଉଠି ବି ଥାଉ, ପାଖାପାଖି ଢେଙ୍କାନାଳରେ ଯୋଉମାନେ ନିବାସୀ ସେମାନେ ବାହାରେ ରହିଥାନ୍ତି, ପ୍ରାୟ ଏଇ ତାଙ୍କର ଏଇଟା ଲୋକାଲ ଗଜଲକ୍ଷ୍ମୀ ପୂଜା ଭାବିକି ସେମାନେ ଯିଏ ଯୋଉଠି ଥାନ୍ତି ସମସ୍ତେ ଆସନ୍ତି, ଆଉ ବହୁତ ଉପଭୋଗ କରନ୍ତି। ଆଜ୍ଞା ଦର୍ଶକ ମାନଙ୍କୁ ଏତିକି ଖାଲି କହିବି, ମାଙ୍କର ଆଶୀର୍ବାଦ ନିଅନ୍ତୁ। ମାଙ୍କ ପାଖରେ କାମନା କରୁଛୁ ସମସ୍ତଙ୍କର ଦୁଃଖ କଷ୍ଟ ତାଙ୍କର ସବୁ ଦୂର କରିଦିଅନ୍ତୁ, ଆଉ ସମସ୍ତେ ଖୁସିରେ ରୁହନ୍ତୁ, ସେତିକି କହିବି। ଆଉ ପୂଜାକୁ ବହୁତ ଭଲ ଭାବରେ ଉପଭୋଗ କରନ୍ତୁ। ମୋ ନାଁ ସୁଶୀଲ ସାହାଣୀ, କଟକ 42 ଆସୁ ଫେମସ ଲକ୍ଷ୍ମୀ ପୂଜା, ଗଜଲକ୍ଷ୍ମୀ ପୂଜା ଢେଙ୍କାନାଳ ଫେମସ। ତେଣୁକରି ଆମେ ଆସିଛୁ ଆଜି ଦେଖିବା ପାଇଁ। 8-10ଟି ମେଢ ବୁଲି ସାରିଲୁଣି, ଆଉ ବାକି ବୁଲିବା ଚାଲିଛି। ଆଉ ଆମେ ଆସିକି ପହଞ୍ଚିଲୁ 4ଟା 4:30 ବେଳେ ପହଞ୍ଚିଛୁ। ଆଜ୍ଞା ନା ଆଜି ପଳେଇବୁ, ରାତିରେ ପଳେଇବୁ। ନା ମୋ ସାଙ୍ଗ ଆସିଛି, ମୁଁ ଆସିଛି। ଆଉ ମୋ ନାଁ ଭଗବାନ ପଇଡା, କଟକ 42 ମୌଜା ଗୋବିନ୍ଦପୁର ଆମ ଘର। ଆମେ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଦେଖିବା ପାଇଁ ଆସିଛୁ। କଟକରେ ଆମର ଯେମିତି ଦଶହରା ଭଲ ରକମରେ ହୁଏ, ସେମିତି ଢେଙ୍କାନାଳରେ ଲକ୍ଷ୍ମୀ ପୂଜା ବି ଫେମସ ହୁଏ। ତେଣୁକରି ସାଙ୍ଗର ମୋର ଆସୁ ଲକ୍ଷ୍ମୀ ପୂଜା ଦେଖିବା ପାଇଁ। ବହୁତ ଭଲ ଲାଗୁଛି, ସାଜସଜା ଭଲ ଅଛି, ଆଉ ଦେବୀ ମୂର୍ତ୍ତି ବି ମା ଲକ୍ଷ୍ମୀ ଭଲ ସାଜସଜା ହେଇଛି, ବହୁତ ଭଲ ଲାଗୁଛି। ପୂଜାର ଚାଲିଛି, ମୁଁ ତ ଏଇ 20 ବର୍ଷ ଲାଇଟ୍ ଅଛି, କିନ୍ତୁ ଆଗରୁ ତ କମିଟି ତାର ବୁଝାବୁଝି କରୁଥିଲେ ସବୁ। ପୂଜା ବିଧିରେ ଇନଭଲ୍ଭ ଅଛନ୍ତି 5-7 ବର୍ଷ। ଦର୍ଶକ କହିବାକୁ ଚାହୁଁଛି ଯେ ବର୍ତ୍ତମାନ ଆମର ରାମେଶ୍ୱରପୁର ପୂଜା କମିଟି ବହୁତ ଭଲରେ ବି ଚାଲିଛି, ଯୋଉଟା କି ଆମର ସାଂସ୍କୃତିକ କାର୍ଯ୍ୟ ଗୁରୁବାର ଦିନ ଆମର ପ୍ରଶାସନ ଅଛି 9 ତାରିଖ। ଆମର ପ୍ରାୟ 1500ରୁ 2000 ଲୋକ ପାଇଁ ଅଛି। ହଁ ସବୁ ପାଖଆଖ ସବୁ କମିଟିକି ଡକା ହଉଛି, ପ୍ଲସ୍ ଆମର ଯେତେ ଅଛନ୍ତି ଅଲଗା କମିଟିର ବି ଲୋକମାନେ ପୂଜା କମିଟିରେ ଆସିବେ, ସାହିର ସମସ୍ତେ। ନାଇଁ ଆମର ମେଲୋଡି ପ୍ରୋଗ୍ରାମ ଅଛି, କିନ୍ତୁ ପାଗ ଦେଖିକିନା। ଆଉ ମୋ ନାଁ ଅଶ୍ୱିନ କୁମାର ମହାପାତ୍ର, ମୁଁ ପୂଜା କମିଟିର ମେମ୍ବର, ରାମେଶ୍ୱରପୁର ପୂଜା କମିଟି। ଏ 49 ବର୍ଷର ପୂଜା ଅନୁଷ୍ଠାନ ଆସନ୍ତା ବର୍ଷ 50 ବର୍ଷ ହେବାକୁ ଯାଉଛି। ଏଠି ଆମର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହଉଛି। ସ୍ପେଶାଲ ହଉଛି ଚାନ୍ଦି ମୁକୁଟ, ସୁନା ଗହଣା, ଏସବୁ 10-12 ଲକ୍ଷ ଟଙ୍କାର ଜିନିଷ କିଣା ହେଇଛି। ଆଉ ଗୁରୁବାର 9 ତାରିଖ ଦିନ ସାମୂହିକ ଭୋଜି ଅଛି 1500ରୁ 2000 ଲୋକଙ୍କର। ଆଉ ଭସାଣୀ ପୂର୍ବରୁ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ହବ। ମୁଖ୍ୟ ଅତିଥି କି ଆମେ ନିମନ୍ତ୍ରଣ କରିଛୁ, କିଏ ଆସିବ ନ ଆସିବ ଏ ପାଗକୁ ଦେଖିକି ଆସିପାରନ୍ତି ନ ଆସିପାରନ୍ତି କହି ହଉନି। ମୁଁ ପ୍ରଭାତ ମହାରଣା, ରାମେଶ୍ୱର ପୂଜା କମିଟିର ସଦସ୍ୟ। ଏ ବର୍ଷ ଆମର 49 ବର୍ଷ ପୂର୍ତ୍ତି ଅବସରରେ ଆମର ମାଙ୍କର ସୁନା ଗହଣା 10-12 ଲକ୍ଷ ଟଙ୍କାର କିଣା ହେଇଛି। ପ୍ଲସ୍ ଆମର ଗୁରୁବାର ଦିନ ମାଙ୍କର ପ୍ରସାଦ ସେବନ କରାହେଇଛି, 1500-2000 ଲୋକଙ୍କ ପାଇଁ ନିମନ୍ତ୍ରଣ କରାହେଇଛି। ପ୍ଲସ୍ ବଜାର କମିଟିର ବିଭିନ୍ନ ବଜାର କମିଟିର ତାଙ୍କ ସଦସ୍ୟମାନଙ୍କୁ ଡକାଯାଇଛି। ଆଉ
ସାଂସ୍କୃତିକ ସମସ୍ତେ ମିଶି ଇଏ କରାହବ। ଭସାଣି ଆମର ମିଳିତ ବଜାର କମିଟି ଅଛି। ତେଣୁ ଗୋଟେ ଦିନରେ ଆମର ଭସାଣି ଯୋଉଟା 15 ତାରିଖ ଦିନ ଅନୁଷ୍ଠିତ ହବ ସକାଳ 9ଟାରୁ ରାତି 1-2ଟା ପର୍ଯ୍ୟନ୍ତ ଚାଲୁ ରହିବ। ଆଉ ଭସାଣି ଆମର ଟୋଟାଲ ରାଜଙ୍ଗନଗରଠୁ ଆସିକି ଲାଇନ ହେଇକି ସବୁ ମେଢ ଯାଇକି ବରଦରାଠି ଆମର ବିସର୍ଜନ ପ୍ରୋଗ୍ରାମ କରାଯାଇଛି।